ଆମ ଘର ଏକ ମନ୍ଦିର। ସେହି ଘରେ ସବୁବେଳେ ଅଶାନ୍ତି ଯଦି ଲାଗୁଥାଏ, ଯେମିତିକି ମହିଳାମାନଙ୍କୁ ସମ୍ମାନ ଦିଆଯାଏନି, ଦ୍ୱିତୀୟତଃ ପିଲାମାନଙ୍କୁ ସବୁବେଳେ ବାଡ଼ିଆ ପିଟା କରାଯାଏ, ଘରେ ସବୁବେଳେ କଳି କରାଯାଏ, ତୃତୀୟ ଘରେ ଯଦି କେହି ବ୍ୟକ୍ତିମାନେ ସବୁ ମଦ୍ୟପାନ କରୁଥାନ୍ତି, ଏମିତିଆ ହୋଇଥିଲେ ଘରେ ସବୁବେଳେ ବ୍ରାହ୍ମ ମୁହୂର୍ତ୍ତରୁ ଉଠିବା ପରିବର୍ତ୍ତେ ସବୁବେଳେ 9ଟା ବେଳକୁ ଉଠନ୍ତି। ତୃତୀୟତଃ ମହିଳାମାନେ ସବୁବେଳେ ଘରେ ମାମଲତିକାର ହୁଅନ୍ତି। ଏମିତି କେତେ ଗୁଡ଼ିଏ ଖରାପ ଜିନିଷ ଯୋଗୁଁ ଆମର ଘରୁ ଲକ୍ଷ୍ମୀ ଛାଡ଼ିଯାଆନ୍ତି। ଜାଣିଛନ୍ତି ଲକ୍ଷ୍ମୀ ଛାଡ଼ିଗଲେ କ'ଣ ହୁଏ? କିଏ ଆସନ୍ତି ଘରକୁ? ଲକ୍ଷ୍ମୀଙ୍କ ଭଉଣୀ ଅଲକ୍ଷ୍ମୀ। ତେଣୁକରି ସବୁବେଳେ ଆମ ଘର ରୂପକ ମନ୍ଦିରକୁ ଆମେ ସଜେଇକିରି ରଖିବା। ସଜେଇକିରି ରଖିଲେ ନା ଆମ ଘରକୁ ଲକ୍ଷ୍ମୀ ଆସିବେ। ଲକ୍ଷ୍ମୀ ଆସିଲେ ଆମର କେବେ ଅଭାବ ରହିବନି। ମା' ଭଉଣୀମାନେ ଦୟାକରି ଏତିକି ମନେ ରଖନ୍ତୁ। ଆଉ ବାକି କଥା ହେବା ପାର୍ଟ 2ରେ। ତେଣୁକରି ଏତିକିରେ ରହୁଛି। ନମସ୍କାର।